ଲବହାସ୍ତା ବର ହେଇକି ଆସିଥିଲା ଚରଣପାଡ଼ରୁ। ଆଜ୍ଞା ପ୍ରସ୍ତାବ ପଡ଼ିକି ବାହାଘର ହେଇଥିଲା 2014 ମସିହାରେ। ହେଇଥିଲା ସାନ କୁସ୍ପଦାରେ। ସିଏ ବର ହେଇକି ଆସିଥିଲା। ତାପରେ ବାହାଘର ହେଇକି ଯାଇଥିଲୁ ତ ଚରଣପାଡ଼କୁ ଯାଇଥିଲୁ। ତ ସେଠି ରହିକି ଆମର 3 ବର୍ଷ ପାଖାପାଖି ହେଇଗଲା। ଆମର ଛୁଆ ପିଲା ହେଲେ, ଝିଅଟା ହେଇଛି। ତ ସିଏ ତ ଘରେ ରହିଲାନି, ଆମକୁ ଘରେ ଛାଡ଼ି ଦେଇକି ପଳେଇଲା। ତ ଆସିଲାନି, ତାଙ୍କ ବାପା ମା ଆମକୁ ହଇରାଣ କଲେ, ଖାଇତେ ପିଇତେ ଦେଲେନି, କଥା ହେଲେନି। ତ ମା ଯାଇକି ଆମକୁ ନେଇ ଆସିଲା। ସେ ଯାଇଥିଲା। ଜୟ ଜଗନ୍ନାଥ, ଜୟ ଶ୍ରୀରାମ। ପୁଣି ଥରେ ଗୋଟେ ନୂଆ ଭିଡିଓରେ ଆପଣମାନଙ୍କୁ ସ୍ୱାଗତ କରୁଛୁ। ଆପଣମାନେ ଜାଣିଥିବେ ଏବେ ୟୁଟ୍ୟୁବରେ ଗୋଟାଏ ଜିନିଷ ଟ୍ରେଣ୍ଡ ଚାଲିଛି, ନ୍ୟୁଜରେ ଗୋଟାଏ ଜିନିଷ ପୁରା ଟ୍ରେଣ୍ଡ ଚାଲିଛି। ନ୍ୟୁଜରେ କ'ଣ ବହୁତ ସାରା ୟୁଟ୍ୟୁବ ଚ୍ୟାନେଲରେ ବି ଟ୍ରେଣ୍ଡ ଚାଲିଛି। ମୁଁ ଟ୍ରାଭେଲର, ଲବହାସ୍ତା, ସୋଲୋମୀ ମୁର୍ମୁ ଏଇସବୁକୁ ନେଇକି ଆପଣମାନେ ଜାଣିଥିବେ ଯୋଉଟା କି ନ୍ୟୁଜରେ ଭାଇରାଲ ଚାଲିଛି କି ଲବହାସ୍ତାଙ୍କ ପ୍ରେମିକା ଯିଏ ସୋଲୋମୀ ମୁର୍ମୁ, ସିଏ 5 ଦିନ ତଳେ 6 ଦିନ ତଳେ ଆତ୍ମହତ୍ୟା କରିଥିଲେ। କ'ଣ ପାଇଁ କରିଥିଲେ ତ କିଛି ମାନେ ଏପର୍ଯ୍ୟନ୍ତ ତାର ଠିକ୍ ତଥ୍ୟ ଏପର୍ଯ୍ୟନ୍ତ ଜଣା ପଡ଼ିନି, କିନ୍ତୁ ତାଙ୍କ ଭାଇ ଦାୟୀ କରିଛନ୍ତି ଲବହାସ୍ତାକୁ। ଆଉ ତାପରେ ଏଇ କାଲି ଗୋଟେ ନ୍ୟୁଜରେ ଭାଇରାଲ ହଉଛି କି ତାଙ୍କର ସ୍ତ୍ରୀ ଅଛନ୍ତି, ତାଙ୍କର ଗୋଟେ ଛୋଟ ଛୁଆ ବି ଅଛି, ଝିଅ ଗୋଟେ ଅଛି, ଛୋଟ ଝିଅ 10 ବର୍ଷର ଝିଅ, 4ଥ ଶ୍ରେଣୀରେ ପାଠ ପଢୁଛି। ଆପଣମାନେ ଷ୍ଟାର୍ଟିଂରେ କ୍ଲିପ୍ ଦେଖି ତ ଜାଣି ଯାଇଥିବେ, ମୁଁ ପକେଇଛି ତାଙ୍କ ସ୍ତ୍ରୀ ଯୋଉ କହୁଛନ୍ତି ଯେ ମୁଁ ଲବହାସ୍ତାଙ୍କ ସ୍ତ୍ରୀ, ମତେ ସେ ବାହା ହେଇଥିଲେ 2014 ମସିହା ନା କେତେ ମସିହା କହୁଛନ୍ତି ତାଙ୍କର ବାହାଘର ହେଇଥିଲା। ଆଉ ତାଙ୍କର ଗୋଟେ ଝିଅ ବି ଅଛି, 9-10 ବର୍ଷର ଝିଅ। ତ ଏଇଟା କେତେ ଦୂର ଠିକ୍ କେତେ ଦୂର ଭୁଲ ଏପର୍ଯ୍ୟନ୍ତ ତ ଠିକ୍ ସେ ଜଣା ପଡିନି। ଆଉ ବାକି ରହିଲା ଏବେ ତ ସବୁ ଭୁଲ ଲବହାସ୍ତା ଉପରେ ହିଁ ଦିଆଯାଇଛି। କ'ଣ ପାଇଁ ଦିଆଯାଇଛି? ତାପରେ ଲବହାସ୍ତାଙ୍କର ଭୁଲ କୋଉଠି ରହୁଛି? ଯଦି ବି ତମେ କିଛି କରିନ କି ଜାଣିନ, ତ ଯେତେବେଳେ ତାଙ୍କର ହତ୍ୟା ଘଟିଲା ଚୁପ୍ ହେଇକି ବସିଯିବାଟା ହିଁ ସବୁଠୁ ବଡ ଭୁଲ। ନ୍ୟୁଜ ବାଲା ତ 3-4 ଦିନ ହେଲାଣି ପକେଇ ଚାଲିଛନ୍ତି କି ଲବହାସ୍ତାଙ୍କ ପ୍ରେମିକା ସୁଇସାଇଡ କଲେ, ଆଜିରେ ଲବହାସ୍ତା ଦାୟୀ, ତାଙ୍କ ଭାଇ ଇଏ କରିଛନ୍ତି ସିଏ କରିଛନ୍ତି। ତ ଲବହାସ୍ତା ଭାଇ ସେତେ ଦିନଠୁ ଚୁପ୍ ପାଇଁ ବସିଥିଲେ। କାଲି ସେ ଗୋଟେ ପୋଷ୍ଟରେ ପକେଇଛନ୍ତି କି ଯାହା ବି ହେଇଛି ମୁଁ ସେଥିପାଇଁ ଦୁଃଖିତ, ମାନେ ଇଂଲିଶରେ ତାଙ୍କର, ମୁଁ ଏଇ ସାଇଟରେ ପକେଇ ଦଉଛି ଆପଣମାନେ ଦେଖିବେ। ସେ ଏଇଥିରେ ଲେଖିଛନ୍ତି ଯେ ମୁଁ ଏଥିପାଇଁ ଦୁଃଖିତ ଅଛି। ତାପରେ ଆଉ ଆଗକୁ ସିଏ ଟୋଟାଲି ମାନେ ଯାହା ବି ଘଟିଛି ତା ବିଷୟରେ ମାନେ ତାଙ୍କର କେତେ ଭୁଲ ଅଛି କେତେ ଠିକ ଅଛି ସେ ଆଗକୁ ଜଣେଇବେ। ଆଉ ଲାଷ୍ଟକୁ ତାଙ୍କର ଲେଖା ହେଇଛି ମୁଁ ଟ୍ରାଭେଲର ଟିମ୍। ତ ଏଇଟା ଲବହାସ୍ତା ଦ୍ଵାରା ପଠାଯାଇଛି କି ତାଙ୍କ ଟିମ୍ ଦ୍ଵାରା ପଠାଯାଇଛି ଏପର୍ଯ୍ୟନ୍ତ ଠିକ ସେ ଜଣା ପଡୁନି। ଆଉ ବାକି ରହିଲା ବେଶୀ ଯୋଉ ଭାଇରାଲ ଚାଲିଛି ତାଙ୍କ ସ୍ତ୍ରୀ ଆଉ ତାଙ୍କ ପିଲା। ଆମ କହିବା ମାନେ ତାଙ୍କ ସ୍ତ୍ରୀଟା ଏପର୍ଯ୍ୟନ୍ତ ଥିଲେ କୋଉଠି ନ୍ୟୁଜରେ ଆସିଲେନି କଣ ପାଇଁ? ପୁଣି ନ୍ୟୁଜ ବାଲା ଏଇ ଟାଇମରେ ତମେ ଆଣିବା ଥିଲା, ମାନେ ଆଗରୁ ତ କାହିଁ ଆଣିନଥିଲା। ତ ମେନ୍ କଥା ହେଲା ଏତେ ଦିନ ହେଲାଣି ଯଦି ତାଙ୍କର ପିଲା ଛୁଆ ଥିଲେ ତ ଏତେ ଦିନ ହେଲାଣି ସବୁ ଥିଲେ କୋଉଠି? ମାନେ ଲବହାସ୍ତା ଗୋଟେ 0 ସବସ୍କ୍ରାଇବରରୁ ପାଖାପାଖି 1.3 ମିଲିୟନ ସବସ୍କ୍ରାଇବର ତାଙ୍କର ହେଲାଣି, 13 ଲକ୍ଷ ସବସ୍କ୍ରାଇବର। ଏତେ ଦିନ ହେଲାଣି ମାନେ ସେମାନେ ଜାଣିପାରୁନଥିଲେ କି ଲବହାସ୍ତା କୋଉଠି ପହଞ୍ଚିଲେଣି, କେତେ ସକ୍ସେସ୍ ପାଇଲେଣି। ତ ସେ ଯେହେତୁ ତାଙ୍କ କତିରେ ଏଭିଡେନ୍ସ ଥିଲା, ନ୍ୟୁଜ ବାଲା ତାଙ୍କୁ ପଚାରୁଛନ୍ତି ଯେ ତମେ ଏବେ ଆଇନର ଆଶ୍ରୟ ନବ, ସେ କହୁଛନ୍ତି ହଁ ନବୁ। ମୋ କହିବା କଥା ଆଗରୁ ସେ ଜିନିଷ ଆଗରୁ କରିନଥିଲ କ'ଣ ପାଇଁ? ଆଗରୁ ସବୁ ଥିଲେ କୋଉଠି? ଆଗରୁ ମାନେ ତାଙ୍କ ଭିତରେ କ'ଣ ହେଇଛି କ'ଣ ନାହିଁ ସେଟା ତ ଆମେ ଜାଣିନେ ଠିକ ସେ, ଆଗକୁ ତ ସବୁ ଜଣା ପଡିବ। ଆଗକୁ ଯାହା ଡିସିସନ ନବ କୋର୍ଟ ହିଁ ନବ, ଆଇନ ହିଁ ଡିସିସନ ନବ। କିନ୍ତୁ ମୋ କହିବା କଥା ତାଙ୍କ ଯୋଉ ୱାଇଫ ଅଛନ୍ତି, ତାଙ୍କ ଯୋଉ ସ୍ତ୍ରୀ ଅଛନ୍ତି, ସେ ସବୁ ଥିଲେ କୋଉଠି ଏତେ ଦିନ ହେଲାଣି? ଆଉ ଏତେ ଦିନ ହେଲାଣି ଆଇନର ଆଶ୍ରୟ କ'ଣ ପାଇଁ ନଉନଥିଲେ? ସେ କହୁଛନ୍ତି ଯେ ଲବହାସ୍ତା ତାଙ୍କୁ ପଚାରୁ ନଥିଲେ, ଆଉ ମ୍ୟାରେଜ କରିକି ଛାଡି ଦେଇଥିଲେ, ପଚାରୁ ନଥିଲେ, ବାହାରେ ବୁଲୁଥିଲେ। ଯାହା ବି ହେଇଛି ଆମେ ତ ଦେଖିବାକୁ, ଆମେ ତ ଷ୍ଟାର୍ଟିଂରୁ ଲବ ଭାଇଙ୍କୁ ଦେଖିବାକୁ, ଲବ ଭାଇ ସବୁ ଭିଡିଓରେ ମାନେ ଏପର୍ଯ୍ୟନ୍ତ ବି ମାନେ କୋଉ ଆଜି ପର୍ଯ୍ୟନ୍ତ ଗୋଟେ ମାନେ ନ୍ୟୁଜରେ ଆଜି ପର୍ଯ୍ୟନ୍ତ ଦେଖିଯାଇଛି ଲବ ଭାଇଙ୍କୁ ତ ବହୁତ ଦିନ ଦେଖି ଯାଇଛି, କିନ୍ତୁ ନ୍ୟୁଜରେ ତାଙ୍କ ସ୍ତ୍ରୀ ଆସିଗଲା କୋଉଠି? ପୁଣି ନ୍ୟୁଜ ବାଲା ବି ଆଗରୁ ପାଇଲେଣି। ଯେତେବେଳେ ଏଇ ଟାଇମ ଯୋଉ ଟାଇମ ସୁଇସାଇଡ କଲେ ସେଇ ଟାଇମରେ ମାନେ ଗୋଟାଏ ଉପରେ ବା ଡବଲ ପୁରା ମେନ୍ କଥା କହିଲା କି ନ୍ୟୁଜ ବାଲା ଏତେ ଦିନ ହେଲାଣି ଥିଲେ କୋଉଠି? ଯେତେବେଳେ ସୁଇସାଇଡ ଘଟିଲା ତାଙ୍କ ପ୍ରେମିକା, ଯୋଉଟା କି ନ୍ୟୁଜ ବାଲା କହୁଛନ୍ତି ସେ ତାଙ୍କ ପ୍ରେମିକା ଥିଲେ, ତାପରେ ହିଁ ତାଙ୍କ ସ୍ତ୍ରୀଙ୍କ କତିରେ ହଠାତ୍ କେମିତି ନ୍ୟୁଜ ବାଲା ପହଞ୍ଚିଲେ? ଏତେ ଦିନ ହେଲା ନ୍ୟୁଜ ବାଲା ତାଙ୍କ ୱାଇଫକୁ ଖୋଜି ପାରୁନଥିଲେ, ଏବେ ହଠାତ୍ କେମିତି ଖୋଜିଦେଲେ? ଆଉ ବାକି ରହିଲା ଯଦି ବି ନ୍ୟୁଜ ବାଲା ତାଙ୍କ ସ୍ତ୍ରୀକୁ ଖୋଜି ନାହାନ୍ତି, ତାଙ୍କ ସ୍ତ୍ରୀ ଯଦି ବାଇଟ୍ ଦେବା ପାଇଁ କହିଛନ୍ତି, ତ ଏତେ ଦିନ ହେଲା ତାଙ୍କ ସ୍ତ୍ରୀ କରୁନଥିଲେ କଣ ପାଇଁ ଏ କାମ? ମୋ କହିବା କଥା ଏଇଆ। ଗୋଟେ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଲବହାସ୍ତାଙ୍କର ବି ଭୁଲ ରହିଛି କି ସେମାନେ ସିଏ ଷ୍ଟାର୍ଟିଂରୁ ହିଁ କିଛି ଜବାବ ଦେଇନଥିଲେ। 2ରେ ଭୁଲ ଏମାନଙ୍କର ବି ଅଛି, ମାନେ ଏଥିରେ ତାଙ୍କୁ ମାନେ ଗୋଟେ ଦୃଷ୍ଟିରୁ ଆମେ ଦେଖିବା ଯଦି ଯେହେତୁ ସେ ଗୋଟେ ବଡ କ୍ରିଏଟର ହେଲେଣି, ବହୁତ ବଡ ତାଙ୍କର ନାମ ହେଇଗଲାଣି, ଫେମ୍ ହେଇଗଲାଣି, ତାଙ୍କ ସୋସିଆଲ ମିଡିଆରେ ବହୁତ ବଡ ନାମ ହେଇଗଲାଣି, ବହୁତ କିଛି ସିଏ ହାସିଲ ବି କରିସାରିଲେଣି। ତ ତା ପାଇଁ ତାଙ୍କ ପଛରେ 1000 ଜଣ ଲାଗିଯିବେ। ଗୋଟେ ଦୃଷ୍ଟିକୋଣ ଦେଖିବାକୁ ଗଲେ ଏଇଆ, ତଳକୁ ଖସିବା ପାଇଁ ତ 1000 ଜଣ ଲାଗିଯିବେ। ଆମେ କହୁନ ଯେ ଏଇଆ ଚାନ୍ସ ମିଳେ ନା, ସେ ଚାନ୍ସରେ ସେ ଫାଇଦା ଉଠେଇବା ପାଇଁ ଯଦି ଏ କେସରେ ତାଙ୍କର ଭୁଲ ଥିବ ନିହାତି ଭାବେ ତାଙ୍କୁ ଆଇନ ଦଣ୍ଡ ଦଉ, ଆମେ ବି କହୁଛୁ।
जदि तांकर भूल अच्छी जदि सेमती से किछि भूल करछन तो आईन तांको दंड दबो सब प्रमाण जदि भूल करले से करले तो निश्चित तांको दंड मिलु आ जदि भी से किछि एसबु रे जदि किछि नांती कोथरे इन्वॉल्व नांती तो से निजर तथ्य प्रमाण रखिबे से कहिछन बहुत जल्दी प्रमाण रखिबे देखिबा वेट करिबा पाखापाखि तांकर तो 6 दिन हेलानी तांकर कोनोसी वीडियो आसीनी सेही माने केस परटु ही आसीनी जोनटु से आत्महत्या करले ता परटु आसीनतला से काबोर पोस्ट पकेगी ए करले आउ न्यूज रे वायरल चलची तांकर स्त्री पिला छुआ कथा केते दूर एटा सत्य केते दूर मिछ आमे पंत जानिने आउ बहुत सारा यूट्यूब वीडियो रे तो वायरल चलची कि लवंशदा को बाइकाट कर देवा कथा लवंशदा को फांसी दे देवा कथा ये कथा भाई जे पंत सत्यसता जण न पड़ची आमे काकू दोष देई परियानी जदि भी लवंशदार भूल अच्छी तो आमे भी कहूँ कड़ा दंड दंड बहुत कड़ारू कड़ा दंड माने आईन जो धारा अनुसार जीवन जाइए ना गोटे जीवन जाइए गोटे जीवन तो जापरे जदि से मैरेज करथिले से छोट छुआटार भी जीवन नष्ट होची ना जदि गोटे जदि सतरे से झुଅ होइथिबो तो गोटे बापा जदि एते ऊपर को गला परे एते पैसा हासिल कला परे एते नाम हासिल कला परे जदि गोटे निज झुଅ को जदि सेही भलिया पोजीशन न रखि पाइले तो से भलिया बापार किछि मूल्य नाही आ बाकी रहा से भाया लोक को कड़ारू कड़ा दंड दबा नियंत्रण दरकार आमे भी कहूँ भाई जदि भी सेमती किछि तो कड़ारू कड़ा दंड मिलू आईन जो धारा थाए जो भी धारा अनुसार जो भी दंड थाए तो निश्चित मिलिया दरकार आउ जदि भी सेमती किछि हेनी आगु जणा पड़ियो आ बाकी रहला आपण माने जानथिबे सोशल मीडिया रे ए सब पई जेतु सोशल मीडिया पई कंट्रोवर्सी हेची बेसी कंट्रोवर्सी से भी तांको भाई जीएस सोलंकी मुर्मू भाई तांको विरोध रे कड़ा एक्शन नै चंदी आ ऊपर सोशल मीडिया ऊपर भी कथा आसीबार कि सोशल मीडिया पई जेतु से झियो जणे राइडर थिले तांकर भी यूट्यूब चैनल थिला तांकर भी सोशल मीडिया थिला आ मु ट्रैवलर से भी गोटे सोशल मीडिया तो से ये ट्रैवलर से राइडर तो जदि कोर्ट जदि से भाया डिसीजन नेला आंको चैनल भी डिलीट हो पारे तो किसी जना ना किंतु आगुआ जहाँ आम एक्सपेक्ट करिपारिया कि तांको चैनल भी डिलीट हो पारे बाकी रहा माने तांको देखले तो लागुनथला कि से एमती किछि करथि माने 1.3 मिलियन सब्सक्राइब गेन कर देले माने तांको कथाबार्ता आज जाय आमे जानि पार नथलु कि से मैरिज करथिले तांकर पिल्ला थिला स्त्री थिला सेटा आमे सेटा जपन कॉम्प्रोमाइज तापर दोष देले कोन आउ न्यूज वाला देखौछन जे लवंशदा बहुत सारा प्रेमिका रखितले ये रखितले मु गोटे कथा कहि देबा चाहूची भाई सोशल मीडिया रे आमे जा सहित फोटो उठे पकेदेवा से आम समस्त आम प्रेमिका ही नथांती केते जण आम सांग थांती केते जण आम भौणी थांती केते जदि आमे समस्त फोटो को नेकी जोड़ी कहबा जे लवंशदार 10टा प्रेमिका थिले 100टा प्रेमिका सेही गोटे भूल करछन न्यूज वाला किछरा मु देखुजी न्यूज वाला कहउछन लवंशदार बहुत सारा प्रेमिका थिले बहुत सारा फोटो वायरल होउछ मो कहया था देखु सोशल मीडिया रे समस्त फोटो आमे जेहेतु आमे गोटे आम सोशल मीडिया रे गोटे एक्टिव रहिला आम सांग हो आम फ्रेंड सर्कल हो आम फैमिली सर्कल हो जी भी था तो समस्त सहित आम फोटो उठे था सोशल मीडिया रे पोस्ट करता ता बोल नुह जे आम समस्त आम गर्लफ्रेंड होता समस्त आम प्रेमिका होता यहाँ न्यूज वाला गोटे बहुत बड़ माने न्यूज वाला किछि भी लिखि ओडिशा भास्कर तो माने कथाबार्ता माने मु बाध्य होई शोधी देली कमेंट बाध्य कौन अरे भाई माने कुओ कथा को कथा हिसाब रे कुओ कथा को कथा हिसाब रे से भलिया गोटे भूल करचंदी ताको कुओ ताको ऊपर न्यूज बनाओ से न्यूज बनेबा भी दरकार न्यूज बनेले लोक जानिबे कोन हेची कोन नै किंतु न्यूज को न्यूज भलिया बनाओ ए कोन कहबी एगरा को छाड़ आ नेक्स्ट वीडियो रे ए न्यूज वाला को भी जवाब देबा तो जदि वीडियो टी भल लागी लाइक कमेंट सब्सक्राइब लाइक कमेंट पर हम जदि भल लागी आपन मते मन जे छुई लाइक कमेंट सब्सक्राइब जदि हम किछि भूल कथा कहिथु तो हम क्षमा करते आ जदि आपन मानु को हम कथा ता भल लागी तो वीडियो टी को बहुत मात्रा शेयर करंतु आ वीडियो टी को सब्सक्राइब करके रखिथन चैनल को सब्सक्राइब करी रखले कोन हो ना नेक्स्ट हम जो वीडियो आसी आपन मान कतरे आगो पहुंचीबो तो सब्सक्राइब करी रखिथांतु तो नेक्स्ट वीडियो देखावा न्यूज वाला को भल से दबा दबा जवाब दबा कड़ा जवाब दबा आज वीडियो थिला लवंशदा को कड़ा जवाब ऊपर कड़ा जवाब कोन गोटे बुझेला भलिया हो आमे काकू नीचा देखिया चेष्टा करू आमे बस बुझाया पई चेष्टा करू काली भी से न्यूज वाला को गोटे कड़ा जवाब भलिया वीडियो आसीबो तो रहउछु जय जगन्नाथ जय श्री राम।